ଚାଲନ୍ତୁ ତିଆରି କରିବା କଷି ଆମ୍ବ ମାଛ ଝାଲ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ବି ଗଛରୁ ଦୁଇଟା କଷି ଆମ୍ବ ପବନలో ପଡ଼ିଥିଲା, କୁଢ଼ି ଆଣିଥିଲି। ସେଥିରୁ 3-4ଟା ହେବ ଆମ୍ବ କୋଇଲିପାଡ଼ା ବାହାରିଥିଲା, ମାନେ କୋଇଲି ପାଡ଼ି ଦେଇଥିଲା। ଆଉ 2-3ଟା ଆମ୍ବ ଭଲ ବାହାରିଥିଲା। ମୁଁ ତାକୁ ଡେରି ନକରି ଚଟାପଟ କାଟି ପକେଇନି ମାଛ ଦେଇକି ରାନ୍ଧିବା ପାଇଁ। ମାଛ ଆମ୍ବ ଖଟା ବହୁତ ବଢ଼ିଆ। ଏଇ ଗରମ ଦିନରେ ନା ଭାତ ପୁରା ଖାଲି ଉଡ଼ିଯିବ। ଦେଖିଲା ବେଳକୁ ଆମ୍ବ ସବୁ କାଟିଦେଲି, କାଟି ଦେଇକି ତାକୁ ତେଲ ପକେଇକି ପଞ୍ଚଫୁଟଣ ପକେଇକିନା ଲୁଣ ହଳଦୀ ଦେଇକି ଆଗେ ଆମ୍ବଟାକୁ ଭାଜିବେ। କାହିଁକି ନା ଆମ୍ବଟା ଟିକେ ଭାଜିଗଲେ ତାର ଗୋଟେ ବାସ୍ନା ବାହାରେ ନା, ସେଇଟା ତରକାରୀର ସ୍ମେଲ୍ଟାକୁ ବଢ଼େଇ ଦିଏ। ତାକୁ ଭାଜିଲା ପରେ ସେଥିରେ ମାଛ ପକେଇଦେବେ। ମାଛ ପକେଇ ଦେଇକି ପୁଣି ଆମ୍ବ ସହିତ ମାଛକୁ କିଛି ଟାଇମ୍ ନାଡ଼ିବେ। ନାଡ଼ି ହେଲା ପରେ ପାଣି ଆଉ ବାଟିକି ରଖିଥିବେ ଜିରା, ଲଙ୍କା, ସୋରିଷ ଏତିକି ଦେଇଦେବେ। ଆଉ ଖଟା ତରକାରୀ ସାଙ୍ଗମାନେ ପିଆଜ ପକେଇବେନି, ପକେଇଲେ ଚଳିବ, ବାକି ନ ପକେଇଲେ ଭଲ। କାହିଁକି ନା ଖଟା ତରକାରୀ ପିଆଜ ପକେଇଲେ ସେ ତରକାରୀ ଟେଷ୍ଟଟା ଗୋଟେ କେମିତି ଅଲଗା ରୋଗ ଲାଗେ, ଭଲ ଲାଗେନି। ସେଥିପାଇଁ ମୁଁ ତ ଗୋଟେ ପକାଏନି। ବାକି ଆପଣମାନେ ତାର କ'ଣ କରିଥିବେ ମୁଁ ଆଉ କହିମି କେରକ। ମାଛ ପକେଇ ଦେଇକି ଲାଡ଼ିଦେନି, ଲାଡ଼ି ଦେଇକିନା ତାକୁ ସେଇ ବଟା ମସଲାକୁ ପାଣି କରିକି ଢାଳିଦେବେ। ଆଉ ହଳଦୀ ଦେବେ। ମୁଁ ଟିକେ କାଶ୍ମୀର ରେଡ଼୍ ଚିଲି ଦେଇଦେଲି, ଆଉ ଟିକେ ଲୁଣ ପକେଇଦେଲି। ତାକୁ ଲୋ ଫ୍ଲେମ୍ କରିକିନା ଫୁଟିବା ପାଇଁ ଛାଡ଼ିଦେଲି। ତାପରେ ଫୁଟି ଆପଣ ଯେତେ ଜଣ ଖାଇବେ ସେଇ ହିସାବରେ ଝୋଳ ରଖାବେ। ତାପରେ ତାକୁ ବାହାର କରିନେବେ। ହେଇଗଲା ଆପଣଙ୍କର ମାଛ କଷି ଆମ୍ବ ଖଟା। ବଢ଼ିଆ ଟେଷ୍ଟ। ଥରେ ଯିଏ ଖାଇଥିବ ନା ତା ପାଟିରୁ ଟୋଟାଲ୍ ଛାଡ଼ିବନି। ମୋ ତରକାରୀ ଦେଖିକି କେତେ ଜଣଙ୍କ ପାଟିରେ ଲାଳ ବି ଆସିଯିବନି। ସତ କହିବେ ତ? ଆସୁନି। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିଦେବେ ଆଉ ଚ୍ୟାନେଲକୁ